ଆପଣ ଯଦି କାଳିଆ ଆମ୍ବ ବୁଲିବାକୁ ଆସୁଛନ୍ତି ତ ଏଭଳି କିଛି ଆପଣଙ୍କୁ 7 ରୁ 8 କିଲୋମିଟର ଜଙ୍ଗଲ ରାସ୍ତା ପାର ହେବାକୁ ପଡ଼ିବ ଏବଂ ଜଙ୍ଗଲ ରାସ୍ତା ପାର ହେଲା ପରେ ଆପଣ କାଳିଆ ଆମ୍ବ ଇକୋ ରିଟ୍ରିଟ୍ ଏବଂ ଏକ ଝରଣା ଦେଖିବାକୁ ପାଇବେ ଯେଉଁଠି ପ୍ରତ୍ୟେକ ଦିନ ଏବେ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଆପଣ ଯଦି ଭଞ୍ଜନଗର ଆଖପାଖ ଅଞ୍ଚଳ ବୁଲିବାକୁ ପ୍ଲାନ୍ କରୁଛନ୍ତି, ଯଦି କାଳିଆ ଆମ୍ବ ନିକଟରେ ଥିବା ଏହି ଇକୋ ରିଟ୍ରିଟ୍ ଏବଂ କାଳିଆ ଆମ୍ବ ଜଳପ୍ରପାତ ଯଦି ବୁଲି ନାହାନ୍ତି ତାହେଲେ ଏହି ଜାଗାକୁ ଆପଣ ନିଶ୍ଚୟ ଭାବେ ଆସନ୍ତୁ ଏବଂ ନିଜ ପ୍ଲାନ୍ରେ ସାମିଲ କରନ୍ତୁ। particularly ଏଇ ଜାଗା ତ ଆମେ ଏବେ ଆସିଛୁ, କିନ୍ତୁ ୟା ପୂର୍ବରୁ ମଧ୍ୟ ଆମେ ଗଞ୍ଜାମ ଜିଲ୍ଲାର ଅନ୍ୟ ଯେଉଁ ଟୁରିଷ୍ଟ ସ୍ପଟ୍ ଅଛି ଆମେ ସେଇଟା ବି ଦେଖିଛୁ। କିନ୍ତୁ ସବୁ ଅପେକ୍ଷା ଏଇଟା ଜାଗାଟା ଆମକୁ ପରିବେଶଟା ବହୁତ ଭଲ ଲାଗୁଛି। ଆଉ ଏଥିରେ ଯେଉଁ ଜଙ୍ଗଲ ଭିଉ ଅଛି ଏଇଟା ଗୋଟେ ନିଆରା ଗୋଟେ ଜିନିଷ। ଆଉ ୟାର ପରିବେଶ ଅନ୍ୟ ଏଇ ଜଙ୍ଗଲ ଭିଉ ଯେ ଅଛି ଅନେକ ଗୁଡ଼ିଏ ଅଛି ଓଡ଼ିଶାରେ, ଆମେ ଅନେକ ଗୁଡ଼ିଏ କଭର୍ କରିଛୁ। ଏଇଟା ମଧ୍ୟ ତା ଅପେକ୍ଷା ବହୁତ ଭଲ ଅଛି। ଟି ଭଞ୍ଜନଗର ଠାରୁ ପାଖାପାଖି 8 କିଲୋମିଟର ଦୂରରେ ରହିଛି, ଯାହାର ନାଁ ହେଉଛି କାଳିଆ ଆମ୍ବ। ଆପଣ ଯେତେବେଳେ କାଳିଆ ଆମ୍ବ ବୁଲିବାକୁ ଆସୁଛନ୍ତି ଏଭଳି କିଛି ଆପଣ କାଠର ଏକ ଘର ଦେଖିବାକୁ ପାଇବେ, ଅର୍ଥାତ୍ ଏଠାରେ ଗୋଟେ ଗଛ ଅଛି, ଆପଣ ଦେଖିପାରୁଥିବେ ଏହି ଗଛ ଉପରେ ଗୋଟିଏ ଘର ନିର୍ମାଣ କରାଯାଇଛି ଏବଂ ଏଠାରେ ଆପଣ ରାତ୍ରି ଯାପନ କରିବା ସହିତ ଭୋଜି ଭାତ ମଧ୍ୟ କରିପାରିବେ। ଆପଣ ଯଦି ଆସୁଛନ୍ତି ଏହି ସ୍ଥାନକୁ ତାହେଲେ ଏହି ଗଛ ଉପରେ ଥିବା ଏହି ଟ୍ରି ହାଉସର ମଜା ନିଶ୍ଚୟ ନେବେ, କାହିଁକି ନା ଆପଣ ଦେଖିପାରୁଥିବେ ଭିଜୁଆଲ ମାଧ୍ୟମରେ କେତେ ସୁନ୍ଦର ଦେଖାଯାଉଛି ଏ ସ୍ଥାନ। ଠିକ୍ ରାସ୍ତା, ମାଟି ରାସ୍ତା, କିନ୍ତୁ ତାର ଟଚ୍ ଅଛି, ଗୋଟେ ଜଙ୍ଗଲ ଟଚ୍ ଅଛି। ତେଣୁ ଏଠି ମାନେ ବହୁତ ଦୂରରେ ଅଛୁ ଆମେ ସହରଠୁ ଏବଂ ଶାନ୍ତ ପରିବେଶ ଅଛୁ, କୋଳାହଳ ନାହିଁ କିଛି। ଏଠି ପକ୍ଷୀଙ୍କ ରାବ ଶୁଭୁଛି, ମାନେ ବହୁତ ଭଲ ଲାଗୁଛି ଏଠି ତାର ଅଛି। ଆଉ ଅକ୍ସିଜେନ୍ ବି ଏଠି ପ୍ଲେଣ୍ଟି ଅଫ୍ ଅକ୍ସିଜେନ୍ ଅଛି, ଯେଉଁଟାକି ଆମେ ଆମେ ସହର ଜାଗାରେ ପାଉପାରୁନୁ। ତ ଜାଗାଟା ବହୁତ ଭଲ ଲାଗିଲା। ଆମେ ଆଶା କରୁଛୁ ଆହୁରି ଡେଭଲପମେଣ୍ଟ କଲେ ଏବଂ ଆମ ଓଡ଼ିଶା ଲୋକଙ୍କର ରୁଚିକୁ ଦେଖିକିରି ଏବଂ ବାହାର ଲୋକ ରୁଚି ଦେଖିକିରି ଆକୁ ଆଉ ଟିକେ ତାର କେୟାର ନେଲେ। ନାଇଁ ଜାଗା ଏଇଟା ଗୋଟେ ନୂଆ ଜାଗା, ବେଶ ଭଲ ଲାଗୁଛି। ସବୁଜିମା ପରିବେଶ, ସୁନ୍ଦର ପରିବେଶ। ତାପରେ ଟ୍ରି ହାଉସ୍ ଏଠି ଗୋଟେ ନୂଆ ଜିନିଷ ଯୋଉଟାକି ଆମେ ଆଗରୁ ବହୁତ ଜାଗା ବୁଲିଛୁ। ଏଠି ଗୋଟେ ଟ୍ରି ହାଉସ୍ ଅଛି ଯୋଉଟାକି ବହୁତ ସୁନ୍ଦର ଲାଗିଲା। ଗୋଟେ ସିଡ଼ିରେ ଉଠିକି ଉପରକୁ ଯିବା, ସେ ଗୋଟେ ଡିଫରେଣ୍ଟ ବହୁତ ସୁନ୍ଦର ଲାଗିଲା, ଭଲ ଲାଗିଲା। ତ ଯେହେତୁ ଆସିଛୁ ଏତେ ବାଟ, ଭାଇ ନଟ୍ ଏକ୍ସପ୍ଲୋର ଦି, ତ ସେଥିପାଇଁ ଆଜି ବି ତ ଏଠିକି ଆସିଲୁ। ବେଶ ସୁନ୍ଦର ଜାଗା, ବେଶ ଭଲ ଲାଗୁଛି।